ଝୁମ୍ପୁରା କଙ୍କଡ଼ାଯୋଡ଼ିରେ ବାଦପାଲା। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କଙ୍କଡ଼ାଯୋଡ଼ିଠାରେ ବାଦପାଲା ଅନୁଷ୍ଠିତ ହୋଇଛି। ଏଠାରେ ଗାୟିକା ସୁମାରାଣୀ ନାୟକ ଏବଂ ଗାୟିକା ରମାରଶ୍ମି ପଣ୍ଡା ପାଲା ପରିବେଷଣ କରିଥିଲେ। ଝୁମ୍ପୁରା ମଣ୍ଡଳ ବିଜେପି ସଭାପତି ବୃନ୍ଦାବନ ମହାନ୍ତ, ବିଜେପି କର୍ମୀ ସୁରେଶ ଚନ୍ଦ୍ର ବାରିକ ସମେତ ଅନେକ ବିଜେପି କର୍ମୀ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସାଫଲ୍ୟମଣ୍ଡିତ କରିଥିଲେ। ପାଲା ଦାୟିତ୍ୱରେ ଥିବା ସମାଜସେବୀ ରବୀନ୍ଦ୍ର ରାଉତ ମଧ୍ୟ ଏଠାରେ ଯୋଗଦାନ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ବିରଞ୍ଚି ପ୍ରଧାନ ସମସ୍ତଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।